ସାଇକୋଲୋଜି କହିଥାଏ ପୁରୁଷର ବାଣ୍ଡଟି ସ୍ତ୍ରୀର ଗୁପ୍ତାଙ୍ଗ ଭିତରକୁ ସେତେବେଳେ ଭଲ ଭାବରେ ପ୍ରବେଶ କରିନଥାଏ ଯେତେବେଳେ ସ୍ତ୍ରୀ ଗୁପ୍ତାଙ୍ଗର ଆକାର ଛୋଟ ହୋଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜର ବାଣ୍ଡଟିକୁ ସବୁଦିନ ପାଇଁ ଗେହିବା ସମୟରେ ଘୋଡ଼ା ଭଳି ସିଧା ଓ ଶକ୍ତ ବନାଇବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ। 4ରୁ 5ଟି ଖଜୁରୀ ରାତିରେ ପାଣିରେ ବତୁରାଇ ରଖନ୍ତୁ ଓ ସକାଳେ ସେହି ଖଜୁରୀ କୋଳିରୁ ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାପରେ 1 ଗ୍ଲାସ କ୍ଷୀରରେ ସେହି ଖଜୁରୀ ମିଶାଇ ଫୁଟାନ୍ତୁ ଓ ଭଲ ଭାବରେ ଫୁଟିଗଲା ପରେ ଏହାକୁ ଗୋଟେ ପାତ୍ରକୁ କାଢ଼ି ଦିଅନ୍ତୁ ଓ ଏହାକୁ ଉଷ୍ମ ଉଷ୍ମ ଖାଲି ପେଟରେ ପିଅନ୍ତୁ। ଏମିତି କରି ପ୍ରତିଦିନ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଗୋଟେ ସ୍ତ୍ରୀ ପୁରାପୁରି ଉତ୍ତେଜିତ ହେବା ପରେ ତାଙ୍କ ଗୁପ୍ତାଙ୍ଗର ଆକାର ସାମାନ୍ୟ ଠାରୁ ଅଧିକ ମେଲି ଯାଇଥାଏ। ସାଇକୋଲୋଜି କହିଥାଏ ଆପଣଙ୍କ ବାଣ୍ଡଟି ଟୋପିବାଲା ହୋଇଥାଉ ବା ବିନା ଟୋପିବାଲା ଏହା ମହିଳାମାନଙ୍କୁ କୌଣସି ଫରକ ପଡ଼ିନଥାଏ। ଶାରୀରିକ ସମ୍ପର୍କ ବନାଇବା ସମୟରେ ଯଦି ଆପଣ ମହିଳାଙ୍କ ସହିତ ଅଧିକ ସମୟ ପର୍ଯ୍ୟନ୍ତ ଫୋର୍ ପ୍ଲେ କରନ୍ତି, ତାଙ୍କ ଦଦି ଓ ବିଆ ସହିତ ଅଧିକ ଖେଳନ୍ତି ଓ ଅଲଗା ଅଲଗା ପୋଜିସନରେ ଘିଅନ୍ତି ତେବେ ଏହା ମହିଳାମାନଙ୍କୁ ସବୁଠାରୁ ଅଧିକ ମଜା ଦେଇଥାଏ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ସାଇକୋଲୋଜି କହିଥାଏ ମଣିଷ ସବୁବେଳେ ସଙ୍କଟ ସମୟରେ କିଛି ଶିଖିଥାଏ। ଖୁସିର ତ ସେ ପୂର୍ବ ଶିକ୍ଷାକୁ ବି ଭୁଲି ଯାଇଥାଏ। ସାଇକୋଲୋଜି କହିଥାଏ 4 ଦିନର ଭଲ ପାଇବା ପାଇଁ ଜୀବନ ସାରା ସାଥ ଦେଉଥିବା ସାଙ୍ଗକୁ କେବେ ବି ହରେଇ ଦିଅନ୍ତୁ ନାହିଁ। ସାଇକୋଲୋଜି କହିଥାଏ ଜୀବନରେ ସୁଖ ଓ ଶାନ୍ତି ନିଶ୍ଚିତ ରହିବ ଯଦି ଏଇ 2ଟି କଥା ଉପରେ ଧ୍ୟାନ ରଖନ୍ତି। ଆମଦାନୀ ପର୍ଯ୍ୟାପ୍ତ ନଥିଲେ ଖର୍ଚ୍ଚ ଉପରେ ଓ ଜାଣିବା ପର୍ଯ୍ୟାପ୍ତ ନଥିଲେ ଶବ୍ଦ ଉପରେ। ସାଇକୋଲୋଜି କହିଥାଏ ଆପଣଙ୍କ ଶାନ୍ତ ଓ ସ୍ଥିର ମନ ଆପଣଙ୍କ ଜୀବନରେ ସବୁ ଲଢ଼େଇର ବ୍ରହ୍ମାସ୍ତ୍ର ହୋଇଥାଏ।